ବେଆଇନ ମଦ କାରବାରରେ ଅଚାନକ ଚଢ଼ାଉ କଲେ ତୁରୁମୁଙ୍ଗା ପୋଲିସ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଆଡ୍ଡା ଉପରେ ତୁରୁମୁଙ୍ଗା ପୋଲିସ ଅଚାନକ ଚଢ଼ାଉ କରି ଚୋରା ଦେଶୀ ମଦ ବେପାରୀଙ୍କ ନିଦ ହଜେଇ ଦେଇଛନ୍ତି। ଦିନକୁ ଦିନ ଚୋରା ମଦର କାରବାର ଦ୍ରୁତ ଗତିରେ ବଢ଼ି ଚାଲିଛି। ପୋଲିସ ଆଉ ଅବକାରୀ ବିଭାଗକୁ ଚକମା ଦେଇ ଚୋରା ମଦ ବେପାରୀ ମଦ କାରବାର କରି ଅନେକ ପରିବାରରେ ଅଶାନ୍ତିର ନିଆଁ ଲଗାଇ ଦେଇଛନ୍ତି। ହାତ ପାହାନ୍ତାରେ ଚୋରା ମଦ ମିଳୁଥିବା ଯୋଗୁଁ ପ୍ରତିଦିନ ମଦ ପିଇ ମାତାଲ ହୋଇ ପରିବାରରେ ଅଶାନ୍ତି ସୃଷ୍ଟି କରିବା ସହିତ ନାରକୀୟ କାର୍ଯ୍ୟ ଘଟାଇ ଚାଲିଛନ୍ତି ମଦ୍ୟପ। ତୁରୁମୁଙ୍ଗା ପୋଲିସ ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନିର୍ଦ୍ଦେଶରେ ଚୋରା ମଦ କାରବାରକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ। ବାଉଁଶୁଳି ଗ୍ରାମ ପଞ୍ଚାୟତର ହୀରାପଶି ଗ୍ରାମରେ ଅତର୍କିତ ଭାବରେ ଚୋରା ମଦ ପ୍ରସ୍ତୁତ ଆଡ୍ଡା ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ମହୁଲ ପଚକୁ ନଷ୍ଟ କରିଥିବାର ସୂଚନା ମିଳୁଛି। ଚୋରା ମଦ କାରବାରରେ ଲିପ୍ତ ଥିବା ପ୍ରତ୍ୟେକ ଆଡ୍ଡାରେ ଅଚାନକ ଚଢ଼ାଉ କରି ଚୋରା ମଦ ବେପାରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ତୁରୁମୁଙ୍ଗା ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ତୁରୁମୁଙ୍ଗା ପୋଲିସଙ୍କ ବେଆଇନ ମଦ କାରବାରକୁ ରୋକିବା ପାଇଁ କରିଥିବା ପ୍ରୟାସକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି। ଚୋରା ମଦ କାରବାର ଏତେ ପରିମାଣରେ ବଢ଼ିଯାଇଛି ଯେ ପ୍ରତି ଗ୍ରାମରେ ଚୋରା ମଦର ସୁଅ ଛୁଟୁଛି। ଚୋରା ମଦ ପ୍ରସ୍ତୁତ ଆଡ୍ଡା ସହିତ ବିଭିନ୍ନ ଗାଁ ଗହଳି ତଥା ଛକ ବଜାରରେ ଚୋରାରେ ବିକ୍ରି ହେଉଥିବା ଦେଶୀ ଓ ବିଦେଶୀ ମଦ ଉପରେ ମଧ୍ୟ ଚଢ଼ାଉ କରି ବେଆଇନ ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣରେ ପୋଲିସ ବିଭାଗ ଏବଂ ଅବକାରୀ ବିଭାଗକୁ ଅନୁରୋଧ କରିଛନ୍ତି। ବେଆଇନ ମଦ କାରବାର ବନ୍ଦ ନହେଲେ ଅନେକ ପରିବାର ଉଜୁଡ଼ିଯିବ। ଆଉ ଅନେକ ପରିବାର ଉଜୁଡ଼ିଯିବା ସହିତ ଅନେକ ପରିବାରରେ ବିଶୃଙ୍ଖଳା ଲାଗି ରହିଛି। ମଦ ପିଇ କିଏ ମା ବାପାଙ୍କୁ ମାଡ଼ ଦେଇ ଘରୁ ତଡ଼ି ଦେଇଛି ତ କେଉଁ ସ୍ତ୍ରୀ ଅତ୍ୟାଚାର ସହି ନ ପାରି ଘର ଛାଡ଼ି ଚାଲିଯାଇଛି। ମଦ ମୃତ୍ୟୁରେ ମଧ୍ୟ ଅନେକ ପରିବାର ଦୁଃଖ ଯନ୍ତ୍ରଣାରେ କାଳାତିପାତ କରୁଥିବା ନଜରକୁ ଆସିଛି। ବିଶେଷ କରି ଚୋରାରେ ବିକ୍ରି ହେଉଥିବା ଦେଶୀ କିମ୍ବା ବିଦେଶୀ ମଦ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସର୍ବସାଧାରଣରେ ପୋଲିସ ଏବଂ ଅବକାରୀ ବିଭାଗକୁ ଅନୁରୋଧ କରୁଛନ୍ତି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।